ओम नमो भगवते वासुदेवाय। द्वितीय स्कंध द्वितीय अध्याय। स्थूल धारणे मन जिणी विष्णुर सूक्ष्म रूपे पुणी केमंत धारणा करिब। द्वितीय अध्याय प्रस्ताव। श्री शुक उवाच कहन्ति शुक महामुनि शुण परीक्ष नृपमणि ए जेते कहिली मु तोते ईश्वर शरीर समेते ए स्थूल देहे मन धरी सुबुद्धि बळे यत्न करी से हरि अंतर बाहारे आनके अछि ए संसारे से सर्वबुद्धि अनुभूति स्वप्न जाग्रत मध्य स्थिति सत्य आनंद जल निधि भक्त जनक सर्वसिद्धि जाहार तहु ए जगत आत्मार संगे उदयस्त एहि प्रकारे पूर्व काले से आत्मजोनि ए शयले आत्मस्मरणे बुद्धि बळे सर्जिला ए विश्वमंडले पूर्वे जे मन्ते थिला विधि तेन्हे धारणा बळे साधी आत्मा को पाळी पुनःरे बणिज जेन्हे बणिजारे शबद ब्रह्म रये पथ जे मार्गे जीव आत जात पड़ी भ्रमई अध ऊर्ध्वे किछि न लभे लाभ पदे बासना माया मय जाने न बुझी निरते भ्रमणे ताहांक मध्ये जे सुबुद्धि जाने बेपार सदबुद्धि विचार करे मायाग्रस्ते मुहि भ्रमई किस अर्थे श्रम लभई आत जाते लाभ न मिले मोर हस्ते एणु ए पथ श्रम तेजी जे प्राणी आत्मा लाभ खोजी प्रयास दूरे परिहरे आत्मारे आत्मा बोध करे अल्प भोगे देह पोषे बर्तई अबा उपवासे थाऊ ए वसुंधरी अंक सुवर्ण पलंके की सुख समर्थ भुज थाऊ बामे कि प्रयोजन उपाधाने अंजलि अछि जेबे हस्ते कि प्रयोजन अन्य पात्रे दिगबकल जार बास बसने तार किबा आस चारिणी वस्त्र पथे देखी तार ग्रहणे हंती सुखी फल पूरीछि वृक्षे बने कि प्रयोजन भिक्षा अन्ने थाऊ निर्झर नदी जले कि प्रयोजन कमंडले पर्वत गुहा तृणे बेढ़ी से थाऊ गृह किंपा लोड़ी एमंत भावे कृष्ण पादे जे प्राणी भजन्ति आनंदे ताहांक रक्षण उपाय करन्ति प्रभु देवराय से किंपा धन गर्वी लोके क्षणे भोजिबे आत्मसुखे एहि प्रकारे आत्मचित्ते सिद्धि लभन्ति अनुभूते से प्राणी होए कृतकृत्य ताहाकु प्रसन्न अनंत एणु नियत आत्मा जोगे भजिब कृष्ण पाद जुगे मुतोते कहिली विश्वासे एणे संसारे हेतु नासे ए भाव अनादर करी संसार चिंता चित्ते धरी पशुंक प्राय तांक गति ए माया संसारे भ्रमंती देख संसारे प्राणी जेते जंत्रित कर्मर आयत्ते बैतरणी नामे नदी जातना मध्ये से प्रसिद्धि तही पड़ती देखु देखु तांको जीवन केबा रखु संसार चिंता चित्ते भरी काहू तरीबे भव बारी अर्जिला कर्म फल लभी
ଅଶେଷ ଦେହେ ତାହା ସେବି। ଏବେ ହୋ ଶୁଣ ନୃପମଣି, ଯେଣେ ସଂସାରୁ ତରେ ପ୍ରାଣୀ। କେୟ ବା ଏ ନର ଶରୀରେ, ଧାରଣା ଯୋଗେ ନିର୍ବିକାରେ। ସ୍ୱଦେହେ ହୃଦୟେ ପ୍ରକାଶେ, ସେ ହରି ଘୋର ତମ ନାଶେ। ପ୍ରାଦେଶ ମାତ୍ର ଦେହ ଧରି, ବିଜୟେ ପ୍ରଭୁ ନର ହରି। ସୂକ୍ଷ୍ମ ସ୍ୱରୂପ ରୂପ ତାର, ଶୁଣ ସୁମନେ କୁରୁବୀର। ଶ୍ୟାମ ସୁନ୍ଦର ଭୁଜେ ଚାରି, ଶଙ୍ଖ କମଳ ଗଦାଅରି। ଧାରଣା ଯୋଗେ ଏହା ଚିନ୍ତି, ନିଶ୍ଚଳ ନୟନେ ଦେଖନ୍ତି। ପ୍ରସନ୍ନ ଶ୍ରୀମୁଖ ମଣ୍ଡଳ, ଲୋଚନ ଅମଳ କମଳ। କଦମ୍ବ କିଞ୍ଜକ ସୁରଙ୍ଗେ, ପୀତବସନ ଶୋହେ ଅଙ୍ଗେ। ସୁବର୍ଣ୍ଣ କିରୀଟ କୁଣ୍ଡଳ, ସୁନ୍ଦର ଅଳକା କପୋଳ। ଅମୂଲ୍ୟ ହାର ବକ୍ଷସ୍ଥଳେ, ରତ୍ନ କେୟୁର ବାହୁମୂଳେ। ହୃଦୟ ପଦ୍ମ ମଧ୍ୟେ ସ୍ମରି, ଯେ ପାଦ ଧ୍ୟାୟେ ବ୍ରହ୍ମଚାରୀ। ସେ ପାଦ ଲକ୍ଷ୍ମୀରେ ଚିହ୍ନିତ, ଦିଶଇ ଅତ୍ୟନ୍ତ ଶୋଭିତ। ଶ୍ରୀବକ୍ଷେ କୌସ୍ତୁଭମଣି, ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି। ଆଜାନୁଲମ୍ବେ ବନମାଳେ, ସ୍କନ୍ଧୁ ବେଷ୍ଟିତ ବକ୍ଷସ୍ଥଳେ। ରତ୍ନମେଖଳା କଟି ମାଝେ, ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ। ଅଙ୍ଗଦ ନୂପୁର କଙ୍କଳ, ବିବିଧ ଅଙ୍ଗ ଆଭରଣ। ଅମଳ ପୁଷ୍ପ ଶିରେ ଶୋହେ, ନୀଳକୁନ୍ତଳ ଜନମୋହେ। ସୁନ୍ଦର ହୃଷିତ ବଦନ, ଅଞ୍ଜନ ବିରାଜେ ନୟନ। ଭ୍ରୁଭଙ୍ଗ ଅନୁଗ୍ରହ ମୁଖ, ଭ୍ରୁକୋଟି କୁଟିଳ ସୁରେଖ। ଅନେକ ଅନୁଗ୍ରହ ଯହିଁ, ସଞ୍ଚିତ ହୋଇଅଛି ରହି। ଏମନ୍ତ ଈଶ୍ୱରର ଦେହ, ଚିତ୍ତେ ଚିନ୍ତିବ ଚିନ୍ତାମୟ। ଯାବତ ଧାରଣାର ବଳେ, ମନ ନ ରହେ ସୁନିଶ୍ଚଳେ। ତାବତ ଏକ ଏକ ଅଙ୍ଗେ, ନିତ୍ୟେ ଭାବିବ ବୁଦ୍ଧି ଯୋଗେ। ହାସବଦନୁ ପାଦ ଯାଏ, ଭାବିବ ବିଷ୍ଣୁ ସ୍ଥୂଳ ଦେହେ। ସ୍ଥାନକୁ ସ୍ଥାନ ଧ୍ୟାନ କରି, ଛାଡ଼ିବ ଅପର ଆବୋରି। ଯାବତ ବୁଦ୍ଧି ଏ ଶରୀରେ, ପରମେ ଭକ୍ତି ନ ବିଚାରେ। ଯାବତ ଆପଣା ହୃଦୟେ, ନ ଦେଖି ଭକ୍ତିର ଉଦୟେ। ତାବତ ସ୍ଥୂଳ ରୂପ ଚିନ୍ତି, ଚିତ୍ତେ ସ୍ମରିବ ନୀତି ନୀତି। ବସିବ କର୍ମ ଅବସାନେ, ସ୍ଥୂଳ ଶରୀର ଯୋଗ ଧ୍ୟାନେ। ଏମନ୍ତ କରିବ ଧାରଣ, ଯାବତ ନ ଲଭେ ମରଣ। ଏମନ୍ତ ଯୋଗୀ ଏ ଦେହକୁ, ଯେବେ ଇଚ୍ଛିବ ଛାଡ଼ିବାକୁ। ପବିତ୍ର ଦେଶ କିବା କାଳ, ମନରେ ନ କରି ବିଚାର। ଯୋଗ ସାଧନେ ପଞ୍ଚପ୍ରାଣ, ସାଧିବ ସମାଧି ଧାରଣ। ଆସନ ପ୍ରତ୍ୟାହାର ବଳେ, ମନକୁ ସ୍ଥାପିବ ନିଶ୍ଚଳେ। ମନ ସମେତେ ଇନ୍ଦ୍ରିଗଣ, ନିର୍ମଳ ବୁଦ୍ଧିରେ ସଂଯମ। ସେ ବୁଦ୍ଧି କ୍ଷେତ୍ରଜ୍ଞେ ପ୍ରମାଣୀ, ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି। ଆତ୍ମାରେ ଆତ୍ମାକୁ ନିରୋଧୀ, ଏମନ୍ତେ ଯେ ଜନ ସୁବିଧି। ଆତ୍ମାର ଲାଭ ଲୋଭେ ହେଳେ, କର୍ମ ଛାଡ଼ିବ ତେତେବେଳେ। ଏ ଭାବେ ଜୀବର ନିସ୍ତାର, କାଳର ନାହିଁ ଅଧିକାର। ଦେବେ ନ ପାରେ ତାରେ ହିଂସି, ତ୍ରିଗୁଣେ ନ ପାରନ୍ତି ପଶି। ଇନ୍ଦ୍ରିୟ ଗଣେ ଅଗୋଚର, ଯହିଁ ମହତ ତତ୍ତ୍ୱ ଦୂର। ଦେବେ ନ ପାନ୍ତି ଯାହା ଚିନ୍ତି, ନ ଜାଣୁ ନ ଜାଣୁ ବୋଲନ୍ତି। ଦୁରାତ୍ମା ଭାବ ପରିହରି, ସୁହୃଦ ଭାବ ଚିତ୍ତେ ଧରି। ଯେ ଅଟେ ବୈଷ୍ଣବର ଧାମ, ପରମ ପଦ ଯାର ନାମ। ସେ ପଦ ହୃଦରେ ଧରନ୍ତି, ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି। ଏ ରୂପେ ସାଧି ମୁନିଜନ, ପରମ ପଦେ କରେ ସ୍ଥାନ। ବିଷୟ ବାସନାକୁ ହେଳେ,
ବିନାଶୀ ଶାସ୍ତ୍ରର ବିଚାରେ। ଯେବେ ତା ଦେହ ତ୍ୟାଗେ ମନ, ତେବେ ସାଧିବ ଦୃଢ଼ାସନ। ବାମ ଚରଣ ପଛଭର, ତେଣେ ନିରୋଧୀ ମୂଳାଧାର। ମୂଳ ପବନ ଊର୍ଦ୍ଧ୍ୱେ ତୋଳି, ନାଭି ପବନ ସଙ୍ଗେ ମିଳି। ବେନି ପବନ ପୁଣି ବଳେ, ସ୍ଥାପିବ ହୃଦୟ କୋମଳେ। ତହୁଁ ତଳିବ ତିନି ପ୍ରାଣ, କଣ୍ଠେ ଯେ ବସଇ ଉଦାନ। ବ୍ୟାନ ପବନ ତାର ତୁଲେ, ଧରି ସ୍ଥାପିବ ତାଳୁ ମୂଳେ। ତହୁଁ କୁମ୍ଭକ ସାଧ୍ୟ କରି, ପ୍ରାଣକୁ ଭ୍ରୂମଣ୍ଡଳେ ଭରି। ନିରୋଧ କରି ସପ୍ତଦ୍ୱାର, ସ୍ମରଣ କରିବ ଓଁକାର। ଯେବେ ଭୋଗରେ ମନ ନାହିଁ, ମୁହୂର୍ତ୍ତ ଅର୍ଦ୍ଧ ତହିଁ ରହି। ନିୟତ ଥାଇ ଯୋଗ ବନ୍ଧେ, ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ। ନିଶ୍ଚଳ ଯୋଗ ଦୃଢ଼େ ସାଧି, ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି। ପରମ ପଦେ ତାର ଗତି, ଦେହ ଇନ୍ଦ୍ରିୟ ପାଶରନ୍ତି। ବ୍ରହ୍ମାର ବ୍ରହ୍ମ ଲୋକେ ସ୍ଥିତି, ସେ ସ୍ଥାନ ଭୋଗ ଯେବା ଚିନ୍ତି। ଗୁଣ ସମୂହେ ଅଷ୍ଟନିଧି, ଯେବା ବାଞ୍ଛଇ ସର୍ବସିଦ୍ଧି। ମନ ଇନ୍ଦ୍ରିୟ ଗଣ ମେଳେ, ତକ୍ଷଣେ ସେ ଲୋକରେ ମିଳେ। ଯୋଗେଶ୍ୱରଙ୍କ ଏହୁ ଗତି, ପରମ ପୁରୁଷେ ବୋଲନ୍ତି। ଏମନ୍ତ ତିନି ଲୋକ ଜିଣି, ଶୁଣ କହିବା ପରିମାଣି। ଯେ କର୍ମ ସାଧେ କର୍ମ କାଣ୍ଡେ, ସେ କାହିଁ ଯିବ ଊର୍ଦ୍ଧ୍ୱ ଦାଣ୍ଡେ। ଯେବା ଲଭିବ ଭକ୍ତି ଭାବେ, ସମାଧି ବିଦ୍ୟା ତପ ଯୋଗେ। ସେ ବ୍ରହ୍ମଲୋକ ମନେ କରେ, ପ୍ରଥମେ ଅଗ୍ନି ଆଶ୍ରେ କରେ। ସୁଷୁମ୍ନାରନ୍ଧ୍ରେ ବ୍ରହ୍ମପଥେ, ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱଗତେ। ବିଧୂତ କଳ୍ମଷ ଶରୀର, ସେ ଚକ୍ରେ ସ୍ଥିତି ଶିଶୁମାର। ସେ ଶିଶୁମାର ଚକ୍ରସାର, ସେ ଚକ୍ର ତଳେ ଧ୍ରୁବପୁର। ବିଶ୍ୱର ନାଭି ସେ ବୋଲାଇ, ଆତ୍ମା ସ୍ୱରୂପେ ତହୁଁ ଯାଇ। ପ୍ରବେଶ ପରମ ସ୍ୱରୂପେ, ବ୍ରହ୍ମ ନିର୍ବାଣ ମୋହର୍ଲୋକେ। କଳ୍ପ ଆୟୁଷ ଦେବଗଣେ, ଯହିଁ ରମନ୍ତି ଅନୁକ୍ଷଣେ। ସେ ପୁଣି କଳ୍ପ କ୍ଷୟ କାଳେ, ଅନନ୍ତ ନିଃଶ୍ୱାସ ଅନଳେ। ଦହନ ଦେଖି ଅନ୍ତରିକ୍ଷେ, ଅନନ୍ତ ଶୟନେ ପ୍ରତ୍ୟକ୍ଷେ। ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶି, ବେଦଜା ବ୍ରହ୍ମଲୋକ ଘୋଷେ। ବେନି ପରାର୍ଦ୍ଧ ଯହିଁ ଗଣି, ସେ ବ୍ରହ୍ମଲୋକ ପରିମାଣି। ସଂସାର କର୍ତ୍ତା ଯେ ବୋଲାନ୍ତି, ସେ ବ୍ରହ୍ମା ବ୍ରହ୍ମ ଲୋକେ ସ୍ଥିତି। ସେ ପୁରେ ନାହିଁ ଦୁଃଖ ଶୋକ, ଜରା ମରଣ ଉଦବେଗ। ଚିତ୍ତ ଅନର୍ଥ ହେତୁ କାହିଁ, ଜନ୍ମ ମରଣ ଭୟ ନାହିଁ। କେତେହେଁ କାଳେ ସେ ଭୁବନେ, ଥାଇ ଚିନ୍ତଇ ଅବଧାନେ। ପୃଥିବୀ ରୂପେ ଲିଙ୍ଗ ଦେହେ, ସେ ପୁଣି ବିହରେ ନିର୍ଭୟେ। ପୃଥିବୀ ରୂପେ ଜଳେ ଯାଇ, ଯେ ଇଷ୍ଟ ଭୋଗ ତା ଭୁଞ୍ଜାଇ। ଅନଳ ମଧ୍ୟେ ତହୁଁ ସ୍ଥିତି, ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରଇ ସଞ୍ଚାର, ଧରଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁରେ, ସେ ଜୀବଲିଙ୍ଗ ରୂପ ହରେ। ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ, ରସକୁ ରସ ନାଶ ମେତେ। ଦୃଷ୍ଟିରେ ରୂପକୁ ସଂହରେ, ତ୍ୱକକୁ ସ୍ପର୍ଶରେ ସଂହରେ। ଆକାଶ ଗୁଣ କର୍ଣ୍ଣେ ଭରି, ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି। ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ, ପଞ୍ଚ ତନ୍ମାତ୍ରେ ପରିମାଣେ। ଏ ଅହଙ୍କାରେ ତିନି ଗୁଣ, ବୁଦ୍ଧି ଇନ୍ଦ୍ରିୟର ଯେ ଜ୍ଞାନ। ପଞ୍ଚ ବିକାର ପଞ୍ଚ ଦେବା, ମନ ସମେତେ କରି ସେବା। ଏ ପଞ୍ଚ ଦେବତା ସମେତେ, ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ। ସେ ତତ୍ତ୍ୱ ଗୁଣର ସଂସ୍ଥାନ, ପ୍ରଧାନ ଦେହେ ହୋଏ ଲୀନ। ସେ ନିତ୍ୟ ଶାନ୍ତି ସନାତନେ, ଆତ୍ମା ନିରୋଧେ ଆତ୍ମଜ୍ଞାନେ। ପ୍ରବେଶ କରେ ବିଦ୍ୟମାନେ, ବିଜ୍ଞାନ ଆନନ୍ଦ ଚେତନେ।
आनंद ज्ञान रस भळे शांति लभई सुनिश्चले एमंते धारणानुभवे निश्चय पसई वासुदेवे अन्ते लभई जेउ गति ताहाकु बोली भगवती जहीं पशिले आत्मा मन न लभे पुनरागमन शुण हे नृप परीक्षित जेणु पुछिलु भागवत तेणु कहिली श्रुति जोगे तोर समीपे अनुरागे दैबे काल अवसान एणु कहिली दिव्य ज्ञान ब्रह्मार तपे होई तोष विष्णु जे देले उपदेश जे सद्य मुक्ति क्रम मुक्ति स्वभाव सिद्ध बेनि गति से पथ कहिली मु तते एबे तु शुण एक चिते संसारे संचरंती जेते तांको तारण पथ जेते एहिटी जान शिव पथ जात हूँ भक्ति जोगो जात जेउ उपाये प्रिय भावे भक्ति लभे वासुदेवे ब्रह्मार तप कष्टे हरि जहा कहिली दया करी से ब्रह्मा ब्रह्म वेद सार सकल बुझी तीनि बार जे भक्ति जीव सुख पथ ए भावे हेला आत्मे रत से हरि सर्वभूत मध्ये नित्य विहरे आत्मा पदे बुद्धि लक्षणे अनुमाने निश्चल जोगी जोग ध्याने के अबा करिबो गोचर जगत बाह्य अभ्यंतर ए घेनी सर्व आत्मा भावे सर्वदा काले सर्वठावे हरिंकी श्रुति पथे शुण मुखे निरते नाम भण से हरि कथा मृत रस जे करे श्रुति पथे ग्रास विषय विष नासी चित्त पवित्र करे अंतर्गत गोविंद चरण कोमले पसई भक्ति जोग बले ए भागवत रस जेते सुजने शुण श्रुति पथे विषया रस जाऊ नाश कहई दास जगन्नाथ इति श्रीमद्भागवते महापुराणे पारमहंस्यां संहितायां द्वितीयस्कन्धे महापुरुषं स्थाणुवर्णनं नाम 2 अध्याय।